शुभ सकाळ मोर स्नेहर कुनी कुनी भाई और भौणी माने तमे सबू केमिति अछ। आशा करुछि तमे समस्ते हस खुशी रे मजा रे थिबो। शिशु संसारर आजिर कार्यक्रम को तम मानंकु स्वागत। पिले सकाळु उठी ठाकुरंगु मुंडिया मारिछ ना नहीं? ठाकुर परा सबुरी मूलरे। तम कोमल मनरे ठाकुर बहुत शक्ति साहस भरी दियंतु। एबे आस शुणिबा गीतटिए हेले मु गाइबिनी किए गाइबे आउ को गीत गाइबे आस शुणिबा तांकरी पाखरु। मो ना आयुषन पृष्टि। आज मु गोटे भजन गाइबाकु जाउची जाहाकु लेखिचंती बाबाजी चरण जेना। पिले घरे बड़ मानक ठारू सबुबले गोटे कथा निश्चय शुणिथिबो जे
ସ୍ୱାସ୍ଥ୍ୟ ହିଁ ସମ୍ପଦ। ହଁ, ଯଦି ଦେହ ଭଲ ରହିବ ତାହେଲେ ତମେ ମନ ଖୁସିରେ ସ୍କୁଲ ଯାଇପାରିବ, ପାଠ ପଢ଼ିପାରିବ, ସାଙ୍ଗସାଥିମାନଙ୍କ ସହ ଖେଳିପାରିବ। ଆଉ ଯଦି ଦେହ ଖରାପ ହବ ତାହେଲେ ସ୍କୁଲ ବନ୍ଦ, ପାଠପଢ଼ା ବନ୍ଦ, ଖେଳକୁଦ ବନ୍ଦ, ଖାଲି ଶୋଇବା ଆଉ ପିତା ପିତା ଔଷଧ ଆଉ ଇଞ୍ଜେକ୍ସନ ନେବାକୁ ପଡ଼ିବ। ତାହେଲେ ପିଲେ, ଆମ ସ୍ୱାସ୍ଥ୍ୟକୁ କିଏ ଭଲ ରଖିବ? କୋଉ ଯାଦୁଗର ନୁହେଁ କି ଆଉ କେହି ନୁହେଁ। ଆମ ସ୍ୱାସ୍ଥ୍ୟକୁ ଆମେ ଭଲ ରଖିପାରିବା। ସେଥିପାଇଁ ପରା କୁହାଯାଇଛି ଆମ ସ୍ୱାସ୍ଥ୍ୟ ଆମ ହାତରେ। ତାହେଲେ ପିଲେ, ମୁଁ ଏବେ ତମମାନଙ୍କୁ 3ଟି ପାୱାରଫୁଲ ମନ୍ତ୍ର ବିଷୟରେ କହୁଛି, ମନ ଦେଇ ଶୁଣ। ପ୍ରଥମରେ ହେଲା ଖାଇବା ପୂର୍ବରୁ, ଖେଳି ସାରିବା ପରେ ଆଉ ଶୌଚ ଆସିବା ପରେ ନିଜର ହାତକୁ ସାବୁନରେ 20 ସେକେଣ୍ଡ ପର୍ଯ୍ୟନ୍ତ ଭଲ ଭାବରେ ଧୋଇବ। ଦ୍ୱିତୀୟରେ, ସକାଳୁ ଉଠିବା ପରେ ଆଉ ରାତିରେ ଖାଇସାରି ଭଲ ଭାବରେ ବ୍ରସ୍ କରିବ ଆଉ ସଫା ସୁତୁରା ରହିବ। ଆଉ ତୃତୀୟରେ, ବାହାର ଜିନିଷ ମାନେ ବଜାରରେ ମିଳୁଥିବା ଖାଦ୍ୟ ଆଉ ପ୍ୟାକେଟରେ ମିଳୁଥିବା ଖାଦ୍ୟ ନ ଖାଇ ସବୁଜ ପନିପରିବା ଖାଇବ, ଫଳ ଖାଇବ, କ୍ଷୀର ପିଇବ। ଆଉ ପ୍ରତିଦିନ କିଛି ବି ହେଇଯାଉ ଏକ୍ସରସାଇଜ ନିଶ୍ଚିତ ଭାବରେ କରିବ। କ'ଣ ପିଲେ, କରିବ ତ? ହଉ, ଏତେ କଥା ପରେ ଗପଟିଏ ଶୁଣିଲେ କେମିତି ହୁଅନ୍ତା? ତାହେଲେ ଆସ ଶୁଣିବା ଗପ, ଆମ ସ୍ୱାସ୍ଥ୍ୟ ଆମ ହାତରେ। ଗପଟିକୁ ତମାନଙ୍କ ପାଇଁ କହିଛନ୍ତି ବ୍ରଜବିହାରୀ ସୁବୁଦ୍ଧି। ସହରଠାରୁ ଅଳ୍ପ ଦୂରରେ ଛୋଟିଆ ଗାଁଟିଏ। ସେଇ ଗାଁର ନାଁ ବୋଦସା। ଆଉ ସେଇ ଗାଁରେ ସୋନୁର ଘର। ତା ବାପା ସୁରେଶ ବାବୁ ଜିଲ୍ଲା ବାହାରେ ଚାକିରି କରନ୍ତି, ଆଉ ମଝିରେ ମଝିରେ ଛୁଟି ହେଲେ ଘରକୁ ଆସନ୍ତି। ତାଙ୍କ ମା ସୁଚରିତା ସୋନୁର ସବୁ ଦାୟିତ୍ୱ ନିଅନ୍ତି। ଘରେ ବାପା ରହୁନଥିବାରୁ ସୋନୁ କିନ୍ତୁ ମାଙ୍କ କଥା ମାନେନି। ସୋନୁ ଗାଁ ସ୍କୁଲରେ ଏବେ 4ର୍ଥ ଶ୍ରେଣୀରେ ପଢ଼େ। ଜାଣିଛ ନା, ସେ ଭାରି ଚାଲାକ। ହଁ, ସେ ଟିକେ ଦୁଷ୍ଟ ହୁଏ ସିନା, କିନ୍ତୁ ମନ ଦେଇ ପାଠ ପଢ଼େ। ବହି ଖାତା ସଜାଡ଼ି ଦେଇ ଠିକ୍ ସମୟରେ ସ୍କୁଲରେ ପହଞ୍ଚିଯାଏ। ସେଦିନ କ'ଣ ହେଇଛି ଜାଣିଛ ନା ପିଲାଏ? ତରତରରେ ଘରୁ କ'ଣ ଦୁଇଟା ଖାଇଦେଇ ସୋନୁ ବାହାରି ପଡ଼ିଲା ସ୍କୁଲ ଯିବା ପାଇଁ। ମା ପଛରେ ଡାକ ପକେଇଲେ, ଆରେ ହେ ସୋନୁ, ଆରେ ବର୍ଷା ଦିନ, ଛତାଟା ନେଇକି ଯା, ଆରେ ପାଣି ବୋତଲ ନେଇ ଯା, ତୋ ରେନକୋଟ ବି ଛାଡ଼ିଗଲୁ ରେ। ତରତରରେ ବ୍ୟାଗଟା ଧରି ସୋନୁ ସ୍କୁଲ ପଳେଇଲା। ସେ ବୋଧେ ଶୁଣିପାରିନି। ଦିନ 3ଟା ହବ ସ୍କୁଲରେ ଥାନ୍ତି ପିଲାମାନେ, ହଠାତ୍ ଘୋଟି ଆସିଲା କଳାହାଣ୍ଡିଆ ମେଘ। ଚାରିଆଡ଼ ଅନ୍ଧାକାର ଦେଖାଗଲା। ଖୁବ୍ ଜୋରେ ବର୍ଷା। ଆଉ ଏତେ ବର୍ଷା, ରାସ୍ତାରେ ପାଣି ଗଡ଼ିଲା। ଆଉ ବର୍ଷା ଛାଡ଼ିଗଲା ପରେ ଛୁଟି ଘଣ୍ଟା ବି ବାଜିଗଲା। ସୋନୁର ଖୁସି ଆଉ ଦେଖେ କିଏ? ସିଏ ତ ଏଇ ସୁଯୋଗ ଅପେକ୍ଷାରେ ଥିଲା ନା। କାଗଜ ଡଙ୍ଗା କରି ପାଣି ସୁଅରେ ଭସେଇଲା, ଆଉ ତାଳି ମାରି ନାଚିଲା। ଆଉ ପାଣି କାଦୁଅ ରାସ୍ତାରେ ଗୋଡ଼ ବାଡ଼େଇ ବାଡ଼େଇ ଚାଲିଲା। ଏତିକି ବେଳକୁ ଆରମ୍ଭ ହୋଇଗଲା ଝିପିଝିପି ବର୍ଷା। ଆଉ ସୋନୁ ତ ଛତା କି ରେନକୋଟ ନେଇ ନଥିଲା ନା। ତାର କ'ଣ ହେଇଥିବ କହିଲ? ହଁ, ସେଦିନ ସୋନୁ ବର୍ଷା ମାଡ଼ ଖାଇଲା, ଓଦା ସରସର ହେଇ ଘରକୁ ଗଲା। ବହି ଖାତା ସବୁ ଓଦା। ମା ବ୍ୟସ୍ତ ହୋଇ ପଡ଼ିଲେ। ସୋନୁକୁ ଭଲ ଭାବରେ ପୋଛାପୋଛି କରିଦେଲେ, ଆଉ ତା ବହି ଖାତା ସବୁ ଶୁଖେଇଦେଲେ। ଏମିତି କିଛି ସମୟ ପରେ ପାଗ ବଦଳିଗଲା। ଆକାଶ ନିର୍ମଳ ଦିଶିଲା। ପାଖ ବଜାରରୁ ପରିବାପତ୍ର ଆଣିବା ପାଇଁ ମା ବାହାରିଲେ। ସୋନୁ କହିଲା, ମୁଁ ଯିବି। ସେ ଜିଦ୍ ଧରିବାରୁ ମା ତାକୁ ସାଙ୍ଗରେ ଧରି ବଜାରକୁ ବାହାରିଲେ। ବାଟରେ ଗୁପଚୁପ, ରୋଲ ଦେଖି ସୋନୁ ଖାଇବା ପାଇଁ ଜିଦ୍ ଧରିଲା। ଆଉ ମା କହିଲେ, ନାଇଁ ରେ ଧନ, ପାଗ ପୁରା ଭଲ ନାହିଁ, ଏବେ ଜ୍ୱର ରୋଗ ଦିନ, ନା ନା ଧନ, ସେସବୁ ଖାଆନି। ଖୋଲାରେ ମିଳୁଥିବା ଖାଦ୍ୟ ଖାଇଲେ ଦେହ ପୁରା ଖରାପ ହବ। ସୋନୁ କି ଶୁଣିବା ପିଲା। ଏମିତି ଅବୁଝା ହେଲା ଯେ ମା ସୋନୁକୁ ସେସବୁ ଖାଇବାକୁ ଦେଲେ। ସନ୍ଧ୍ୟା ପୂର୍ବରୁ ସେମାନେ ଘରକୁ ଫେରି ଆସିଲେ। ରାତିରେ ସୋନୁକୁ ଜମା ଭଲ ଲାଗୁନଥାଏ। ବର୍ଷା ମାଡ଼ ଖାଇ ଦେହଟା କେମିତି କେମିତି ଲାଗୁଥାଏ। ସେ ଚୁପଚାପ ଯାଇ ଶୋଇପଡ଼ିଲା। ରାତିରେ ଆଉ କିଛି ଖାଇଲାନି। ଖାଇବ କେମିତି ଯେ? ଆରେ ବଜାରରୁ ପୁରା ୟାଡ଼ୁ ସାଡ଼ୁ ଖାଇକି ପେଟ ଫୁଲ। ପେଟରେ ଆଉ କେଉଁ ଜାଗା ଅଛି ଯେ ଖାଇବ? ମା ସୋନୁ ପାଖକୁ ଗଲେ। ଦେଖିଲା ବେଳକୁ କ'ଣ ହେଇଛି ଜାଣିଛ ନା? ସୋନୁ ଦେହରେ ପ୍ରବଳ ଜ୍ୱର, ଦେହରେ ଖଇଫୁଟା ତାତି। ସୋନୁ ଦେହରେ ତାତି ବଢ଼ୁଛି, ଏଣେ ରାତି ବଢ଼ୁଛି। ମା ଗୋଟେ ଗାଡ଼ିକୁ ଫୋନ୍ କରି ଡକେଇଲେ। ରାତାରାତି ତାକୁ ଡାକ୍ତରଖାନା ନେଇକି ଗଲେ। ବର୍ଷାରେ ଭିଜିଥିବାରୁ ତା ଦେହରେ ଥଣ୍ଡା ସାଙ୍ଗକୁ ଜ୍ୱର, ଏଣେ ବଜାରର ଆଜେବାଜେ ଜିନିଷ ଖାଇ ତାର ବଦ ହଜମି ହେଇଯାଇଛି। ଝାଡ଼ା ବାନ୍ତି କାହିଁରେ କ'ଣ? ଡାକ୍ତରଖାନାରେ ଇଞ୍ଜେକ୍ସନ ସାଲାଇନ୍ ଲାଗିଲା। ରାତି ସାରା ସୋନୁର ପାଖେ ପାଖେ ମା ଜଗିଥାନ୍ତି। ରାତି ସାରା ଛଟପଟ ହେଉଥାଏ ସୋନୁ। ଦେହ ଏତେ ବିଗିଡ଼ି ଯାଇଥିଲା ଯେ ଡାକ୍ତରଖାନାରେ 4 ଦିନ ରହିବାକୁ ପଡ଼ିଲା। ମା ତାକୁ ଫୁଟା ପାଣି ପିଇବାକୁ ଦେଲେ।
ଆଉ ଔଷଧ ଦେଲେ। ଡାକ୍ତର ବାବୁ ସୋନୁ ପାଖକୁ ସେଦିନ ଆସିଲେ ଆଉ କହିଲେ, ସୋନୁ ତମେ ପରା ଭଲ ପାଠ ପଢୁଛ, ଭଲ ପିଲାମାନେ କ'ଣ ଏମିତି ବର୍ଷାରେ ଭିଜନ୍ତି କି? ବଜାର ଜିନିଷ ଖାଇ ତମର ଦେହ କ'ଣ ହେଲା ଜାଣିଛ ତ? ଆମେ ଆମ ଶରୀରର ଯତ୍ନ ନ ନେଲେ କେତେ ଅସୁବିଧା ହୁଏ ତୁମେ ନିଜେ ଜାଣିଲ ତ? ଆରେ ଏବେ ପରା ବର୍ଷା ଦିନ, ଫୁଟା ପାଣି ପିଇବା, ମଶାରୀ ଟାଣି ଶୋଇବା, ନିଜର ଯତ୍ନ ନେବା କଥା ନା ଆଉ। ହଁ, ଭଲ ଭାବରେ ସାବୁନରେ ନିଜର ହାତ ଧୋଇବା, ଏସବୁ ହେଉଛି ଭଲ ଅଭ୍ୟାସ। ଏବେ ବର୍ଷା ଋତୁ ଆରମ୍ଭ ହୋଇଗଲା, ଆମେ ଟିକେ ଅଧିକ ସତର୍କ ହୋଇ ଚଳିବା ଉଚିତ। କାହିଁକି ନା ଏହି ସମୟରେ ମଶା ମାଛିଙ୍କର ବଂଶ ବଢ଼େ। ବାହାରର ଅଳିଆ ଆବର୍ଜନା ବର୍ଷା ଜଳରେ ମିଶି ନଦୀ, ପୋଖରୀ ଆଉ କୂଅର ପାଣିକୁ ଦୂଷିତ କରେ। ସେଇ ପାଣି ବ୍ୟବହାର କଲେ ଚର୍ମ ରୋଗ ହୁଏ, ପେଟ ରୋଗ ହୁଏ। ସେଇଥିପାଇଁ ମାଛି ବସିଥିବା ଖାଦ୍ୟ, ବାସି ଜିନିଷ, ଖୋଲାରେ ବିକ୍ରି ହେଉଥିବା ଜିନିଷ ଖାଇବା ଉଚିତ ନୁହେଁ। ତମେ ଖାଇଲ, କେତେ କଷ୍ଟ ଭୋଗିଲ। ଏଇ ଦେଖ ତମ ମା ତମ ଯୋଗୁଁ କେତେ ଯନ୍ତ୍ରଣା ଭୋଗିଲେ। ଡାକ୍ତର ବାବୁଙ୍କ କଥା ଶୁଣି କାନ୍ଦି ପକେଇଲେ ତାଙ୍କ ମା। ସୋନୁ ବି ବହୁତ କାନ୍ଦିଲା। ଆମରି ହାତରେ ଆମରି ସ୍ୱାସ୍ଥ୍ୟ। ସୋନୁ ନିଜର ଭୁଲ ବୁଝିପାରିଲା ଆଉ ଶପଥ କଲା ଏଭଳି ଭୁଲ ଆଉ କରିବନି। ନିଜ ସ୍ୱାସ୍ଥ୍ୟର ସେ ନିଜେ ଯତ୍ନ ନେଲା ଆଉ ସେ ବହୁତ ଭଲ ପିଲା ହେଇଗଲା। ପିଲେ ପାହାଡ଼, ପର୍ବତ, ଝରଣା ଏସବୁ ଜାଗାକୁ ଯାଇ ପ୍ରକୃତିକୁ ଉପଭୋଗ କରିବ। ଝରଣାର କୁଳୁ କୁଳୁ ଶବ୍ଦ, ପାହାଡ଼ ପର୍ବତର ସୁନ୍ଦର ଦୃଶ୍ୟକୁ ଉପଭୋଗ କରିବ। ଝରଣାକୁ ନେଇ ଆୟୁଷେନ୍ ପୃଷ୍ଟିଙ୍କ କଣ୍ଠରୁ ଶୁଣିବା ଆଉ ଗୋଟିଏ ଗୀତ। ଏବେ ମୁଁ ଗୋଟେ ଶିଶୁ ସଙ୍ଗୀତ ଗାଇବାକୁ ଯାଉଛି, ଯାହାକୁ ଲେଖିଛନ୍ତି କ୍ଷୀରୋଦ ଚନ୍ଦ୍ର ପୋଥାଳ। ଟିକି ଝରଣା, ଟିକି ଝରଣା, କେଡ଼େ ସୁନ୍ଦର ତୋ ଘର କରଣା। ଟିକି ଝରଣା, ଟିକି ଝରଣା, କେଡ଼େ ସୁନ୍ଦର ତୋ ଘର କରଣା।
ଆଉ ଜାଣିଛ ନା, ଆସନ୍ତାକାଲି ହେଉଛି ଜଣେ ମହାନ ଦେଶଭକ୍ତଙ୍କର ଜନ୍ମଦିନ। ସେ ନିଜ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଦେଶ ପାଇଁ ଲଢ଼ିଥିଲେ। ସେ କିଏ ଜାଣିଛ ପିଲେ? ସେ ହେଉଛନ୍ତି ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ। ଆସନ୍ତାକାଲି ହେଉଛି ତାଙ୍କର ଜନ୍ମଦିନ। ଆସ ତାଙ୍କ ବିଷୟରେ ଜାଣିବା। ତମାନଙ୍କ ପାଇଁ କହିଛନ୍ତି ବଟକୃଷ୍ଣ ସ୍ୱାଇଁ। ପିଲାମାନେ, ତୁମେମାନେ ସମସ୍ତେ ନିଜ ନିଜର ଜନ୍ମଦିନ ପାଳନ କରିଥାଅ। ଜନ୍ମଦିନରେ ଚକୋଲେଟ୍ ମିଠା ବାଣ୍ଟିଥାଅ, ନୂଆ ଜାମା ପ୍ୟାଣ୍ଟ ପିନ୍ଧିଥାଅ, ଆଉ ଗୁରୁଜନମାନଙ୍କୁ ପ୍ରଣାମ କରି ତାଙ୍କଠାରୁ ଆଶୀର୍ବାଦ ନେଇଥାଅ। ଠିକ୍ ସେମିତି ଆମ ଭାରତ ମାତାଙ୍କ ଜଣେ ସୁଯୋଗ୍ୟ ସନ୍ତାନ, ମହାନ ଦେଶଭକ୍ତ, ଶିକ୍ଷାବିଦ, ବିପ୍ଳବୀ ରାଜନେତା, ବିଦ୍ୱାନ, ସୁବକ୍ତା, କୃଷକ ସଂଗଠକ, ଆଉ ଜଣେ ପୂର୍ବତନ ମନ୍ତ୍ରୀ ତଥା ବାରିଷ୍ଟର। ସେ କିଏ ଜାଣିଛ ପିଲେ? ସେ ହେଲେ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ। ମୁଁ ତୁମମାନଙ୍କୁ ତାଙ୍କ ବିଷୟରେ କହୁଛି, ମନ ଦେଇ ଶୁଣ। ଶ୍ୟାମାପ୍ରସାଦ ମୁଖାର୍ଜୀ ପଶ୍ଚିମବଙ୍ଗ ରାଜ୍ୟର ଏକ ବଙ୍ଗାଳୀ ହିନ୍ଦୁ ପରିବାରରେ 1901 ମସିହା ଜୁଲାଇ 6 ତାରିଖରେ ଜନ୍ମ ନେଇଥିଲେ। ତାଙ୍କ ପିତାଙ୍କ ନାମ ଥିଲା ଆଶୁତୋଷ ମୁଖାର୍ଜୀ। ତାଙ୍କ ପିତା ଥିଲେ ଜଣେ ଉଚ୍ଚ ଶିକ୍ଷିତ ଆଉ ଜଣେ ବିଶିଷ୍ଟ ବ୍ୟକ୍ତି। ତାଙ୍କ ମାଙ୍କ ନାଁ ଥିଲା ଯୋଗମାୟା ଦେବୀ। ଶ୍ୟାମାପ୍ରସାଦଙ୍କର ରାମପ୍ରସାଦ, ଉମାପ୍ରସାଦ ଆଉ ବାମପ୍ରସାଦ ନାମରେ 3 ଭାଇ ଥିଲେ। ସେମାନେ ବି ଉଚ୍ଚ ଶିକ୍ଷିତ ଥିଲେ। ତାଙ୍କର 3 ଭଉଣୀ ଥିଲେ। ତାଙ୍କ ନାମ ଥିଲା କମଳା, ରାମଲା ଆଉ ଆମଲା। ତାଙ୍କ ପ୍ରାଥମିକ ଶିକ୍ଷା ପଶ୍ଚିମବଙ୍ଗର ଭବାନୀପୁର ମିତ୍ର ଅନୁଷ୍ଠାନରୁ ଶେଷ ହେବା ପରେ 1917 ମସିହାରେ ସେ ମାଟ୍ରିକ ପାସ୍ କରିଥିଲେ। 1919 ମସିହାରେ ଆଇଏ ଆଉ 1921 ମସିହାରେ ଇଂରାଜୀ ସାହିତ୍ୟକୁ ସମ୍ମାନ ବିଷୟ ରଖି ବିଏ ପାସ୍ କରିଥିଲେ। ହଁ, ଜାଣିଛ ପିଲେ, ସେ ବିଏରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ପାସ୍ କରିଥିଲେ। 1922 ମସିହାରେ ଜଣେ ଉଚ୍ଚଶିକ୍ଷିତା ମହିଳା ସୁଧା ଦେବୀଙ୍କ ସହ ତାଙ୍କର ବିବାହ ହୋଇଥିଲା। ବିବାହ ପରେ ସେ ପୁଣି 1923 ମସିହାରେ ଏମ୍ଏ ପାସ୍ କଲେ। ସେତିକିରେ ତାଙ୍କ ପାଠପଢ଼ା ସରିନଥିଲା। 1924 ମସିହାରେ ଆଇନ ପାଠରେ ସେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଆଉ 1926ରେ ସେ ବାରିଷ୍ଟର ପାଠ ପଢ଼ିବାକୁ ଇଂଲଣ୍ଡ ଯାଇଥିଲେ। ଆଉ 1927ରେ ବାରିଷ୍ଟର ଡିଗ୍ରୀ ହାସଲ କରି ଆମ ଦେଶକୁ ଫେରିଥିଲେ। 1934 ମସିହାରେ ମାତ୍ର 33 ବର୍ଷ ବୟସରେ କଲିକତା ବିଶ୍ୱବିଦ୍ୟାଳୟରେ ତାଙ୍କୁ କୁଳପତି ଭାବେ ନିଯୁକ୍ତି ମିଳିଥିଲା। ସେହି ପଦବୀରେ ରହି ସେ ଛାତ୍ରଛାତ୍ରୀମାନଙ୍କର ଉଚ୍ଚଶିକ୍ଷା ପାଇଁ ଅନେକ ପଦକ୍ଷେପ ନେଇଥିଲେ। ପୁଣି 1938 ମସିହାରେ ତାଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡକ୍ଟରେଟ ଉପାଧି ମିଳିଥିଲା। ହଁ, ଆଉ ଗୋଟିଏ କଥା ଜାଣିଛ ପିଲେ? ଶ୍ୟାମାପ୍ରସାଦଙ୍କ ବିବାହର ମାତ୍ର 11 ବର୍ଷ ପରେ ତାଙ୍କ ପତ୍ନୀ ସୁଧା ଦେବୀ ରୋଗରେ ପଡ଼ି ମୃତ୍ୟୁବରଣ କରିଥିଲେ। ତାଙ୍କର ପ୍ରିୟ ପରିଜନ ତାଙ୍କୁ ଦ୍ୱିତୀୟ ବିବାହ କରିବାକୁ କହିଥିଲେ, ହେଲେ ସେ ଦ୍ୱିତୀୟ ବିବାହ କରିନଥିଲେ। ସେତେବେଳକୁ ତାଙ୍କର ଆଶୁତୋଷ, ଦେବତୋଷ ନାମରେ 2 ପୁଅ ଆଉ ସବିତା, ଆରତୀ ନାମରେ 2 ଝିଅ ଥିଲେ। ଛାଡ଼ି ଦେଶ ସେବା କରିବା ପାଇଁ ଇଚ୍ଛା ପ୍ରକାଶ କରି ରାଜନୀତିରେ ମିଶିଥିଲେ। ସେ ପଶ୍ଚିମବଙ୍ଗ ରାଜ୍ୟ ସରକାରରେ କିଛି ବର୍ଷ ପାଇଁ ଅର୍ଥମନ୍ତ୍ରୀ ହୋଇଥିଲେ। ତାପରେ ଭାରତ 1947 ମସିହାରେ ସ୍ୱାଧୀନ ହେଲା ପରେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ମନ୍ତ୍ରିମଣ୍ଡଳରେ ସେ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ହେଲେ ସେ ସେହି ପଦବୀରେ ଅନେକ ଦିନ କାର୍ଯ୍ୟ କରିନଥିଲେ। ପାକିସ୍ତାନର ପ୍ରଧାନମନ୍ତ୍ରୀ ଲିଆକତ ଅଲି ଆଉ ଭାରତର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଜାମ୍ମୁ କାଶ୍ମୀରକୁ ନେଇ ଏକ ସନ୍ଧି ହୋଇଥିଲା, ଯାହାକୁ 370 ଧାରା କୁହାଯାଏ। ଏହି ସନ୍ଧି ଅନୁସାରେ ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ କୁହାଗଲା। ଆଉ ସେଠାରେ ସ୍ୱତନ୍ତ୍ର ଆଇନ ଲାଗୁ ହେଲା, ଯାହାକୁ ଶ୍ୟାମାପ୍ରସାଦ ଘୋର ବିରୋଧ କରୁଥିଲେ। ସେ କହୁଥିଲେ, ଗୋଟିଏ ଦେଶରେ ଜଣେ ପ୍ରଧାନମନ୍ତ୍ରୀ, ଗୋଟିଏ ଦେଶରେ ଗୋଟିଏ ଆଇନ, ଗୋଟିଏ ଦେଶରେ ଗୋଟିଏ ଲେଖା ରହିବା ଦରକାର। ହେଲେ ତାଙ୍କ କଥାକୁ କେହି ଗ୍ରହଣ ନ କରିବାରୁ ସେ ମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରି ଏକ ନୂଆ ରାଜନୈତିକ ଦଳ ଗଠନ କଲେ। ତାଙ୍କ ଦଳର ନାଁ ଥିଲା ରାଷ୍ଟ୍ରୀୟ ଜନସଂଘ। ଆଜି ଆମ ଦେଶରେ ଥିବା ବିଜେପି ଦଳର ମୂଳ ଦଳ ହେଉଛି ରାଷ୍ଟ୍ରୀୟ ଜନସଂଘ। 370 ଧାରା ଅନୁସାରେ
ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ କୁହାଗଲା। ଏହାକୁ ସେ ଘୋର ବିରୋଧ କରି ଜାମ୍ମୁ କାଶ୍ମୀରର ଏକ ଜନସଭାରେ ଭାଷଣ ଦେଉଥିବା ସମୟରେ ତାଙ୍କୁ ଗିରଫ କରି ନିଆଯାଇ 45 ଦିନ କାଳ ନଜରବନ୍ଦୀରେ ରଖାଗଲା। ଆଉ ଶ୍ରୀନଗର ଜେଲରେ ବନ୍ଦୀ ଜୀବନ କଟାଉଥିବା ସମୟରେ ତାଙ୍କ ଦେହ ଅସୁସ୍ଥ ହୋଇପଡ଼ିଲା। 1953 ଜୁନ୍ 23 ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଜାମ୍ମୁ କାଶ୍ମୀର ରାଜ୍ୟରୁ 370 ଧାରା ଉଠିଛି, ହେଲେ ଶ୍ୟାମାପ୍ରସାଦ ଆଉ ନାହାନ୍ତି। ତାଙ୍କ ମହତ ଚିନ୍ତାଧାରା ଆଜି ଦେଶକୁ ସଫଳତା ଆଣିଦେଇଛି। ଆଉ ଜାଣିଛ ପିଲେ, ତାଙ୍କୁ ପଶ୍ଚିମବଙ୍ଗ ରାଜ୍ୟର ଜନକ କୁହାଯାଏ। 2011 ମସିହାରେ ଶ୍ୟାମାପ୍ରସାଦଙ୍କୁ ସମ୍ମାନ ଜଣାଇବା ପାଇଁ 9 କିଲୋମିଟର ଦୀର୍ଘ ଏକ ଟନେଲ ଜାମ୍ମୁ କାଶ୍ମୀରରେ ନିର୍ମାଣ କରାଯାଇଛି। ତାର ନାମ ରଖାଯାଇଛି ଶ୍ୟାମାପ୍ରସାଦ ମୁଖାର୍ଜୀ ଟନେଲ। ପ୍ରୟାଗରାଜ ଠାରେ ଏକ ସେତୁର ନାମ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ନାମରେ ରଖାଯାଇଛି। ଜାମ୍ମୁର ତ୍ରିକୁଟ ନଗରରେ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ସ୍ମୃତି ନ୍ୟାସ ଟ୍ରଷ୍ଟ ଗଠନ କରାଯାଇ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। ତାଙ୍କ ତିରୋଧାନ ଦିବସକୁ ବଳିଦାନ ଦିବସ ବା ସ୍ମୃତି ଦିବସ ଭାବେ ପାଳନ କରାଯାଉଛି। ଗୋଆ ରାଜ୍ୟରେ ତାଙ୍କ ନାମରେ ଏକ ଷ୍ଟାଡିୟମ ନିର୍ମାଣ କରାଯାଇଛି। ଆଉ କଲିକତାରେ କାଳିଘାଟ ଠାରେ ତାଙ୍କ ସ୍ମୃତି ରକ୍ଷା ପାଇଁ ତାଙ୍କର ଏକ ମୂର୍ତ୍ତି ନିର୍ମାଣ କରାଯାଇଛି। ପିଲାମାନେ, ତମେମାନେ ଆଜି ଜଣେ ମହାନ ରାଷ୍ଟ୍ରବାଦୀ ନେତା, ଶିକ୍ଷାବିଦ, ଦେଶଭକ୍ତ, ସ୍ୱାଭିମାନୀ ମନ୍ତ୍ରୀ, ମହାନ ଜନନାୟକ ତଥା ଭାରତ ମାତାଙ୍କ ଜଣେ ଯୋଗ୍ୟ ସନ୍ତାନଙ୍କ ବିଷୟରେ ଅନେକ କଥା ଜାଣିଲ। ତୁମେମାନେ ତାଙ୍କରି ପରି ଭଲ ପାଠ ପଢ଼ି ଆମ ଦେଶର ଉନ୍ନତି ପାଇଁ ଚେଷ୍ଟା କରିବ। ପିଲାଏ, ତମମାନଙ୍କର ତ ସ୍କୁଲରେ କେତେ ସବୁ ସାଙ୍ଗ ଥିବେ। ତମେ ତାଙ୍କ ସହ ପାଠ ପଢ଼ୁଛ, ଖେଳୁଛ, ବୁଲୁଛ, ହସୁଛ, କେତେ ମଜା କରୁଛ। ହେଲେ ତମେ ଜାଣିଛ କି, ତମର ଏମିତି ଜଣେ ସାଙ୍ଗ ଅଛି ଯିଏକି ତମମାନଙ୍କ ପାଇଁ ଦିନ ରାତି କାମ କରି ଚାଲିଛି। ସେ ସାଙ୍ଗ ନାଁ ହେଲା ସବୁଜ, ମାନେ ଗଛ। ହଁ, ଗଛ ହିଁ ତ ଆମର ପ୍ରକୃତ ବନ୍ଧୁ। ଗଛ ତ ସବୁଆଡ଼େ ଅଛି, ହେଲେ ବେଶୀ ଗଛ ଦେଖାଯାଆନ୍ତି ବଣ ଜଙ୍ଗଲରେ। ଆଉ ଏବେ ସେଇ ବଣ ଜଙ୍ଗଲରେ ଚାଲିଛି ଉତ୍ସବ। ଉତ୍ସବ ନୁହେଁ ତ ମହୋତ୍ସବ। ବନ ମହୋତ୍ସବ। ହଁ ପିଲେ, ପ୍ରତିବର୍ଷ ଜୁଲାଇ ମାସ 1 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ବନ ମହୋତ୍ସବ ସପ୍ତାହ ପାଳନ କରାଯାଏ। ଆଉ ଏଇ ମହୋତ୍ସବ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଲା କେମିତି ଆମେ ଆମ ବଣ ଜଙ୍ଗଲର ସୁରକ୍ଷା କରିପାରିବା, ଆଉ ଗଛକୁ ନ କାଟି ଯେତେ ପାରିବା ସେତେ ଗଛ ଲଗେଇବା। କ'ଣ ପିଲେ, ତମେ ବି ଏଇ ବନ ମହୋତ୍ସବରେ ସାମିଲ ହବ ନା ନାହିଁ? ତମେମାନେ ବି ତମ କୁନି କୁନି ହାତରେ ଗଛଟିଏ ଲଗେଇ ତାର ଯତ୍ନ ନିଅ। ଶୁଣିବା କବିତା ଗଛ ଆମରି ମିତ। କବିତାଟିକୁ ତମମାନଙ୍କ ପାଇଁ ପଢ଼ି ଶୁଣେଇଛନ୍ତି ବ୍ରଜବିହାରୀ ସୁବୁଦ୍ଧି। ଗଛ ଆମରି ମିତରେ ପିଲେ, ଗଛ ଆମରି ମିତ, ବନ୍ଧୁ ପରିକା ଆମରି ସେବା କରଇ ଅବିରତ। ଗଛ ଆମରି ମିତରେ ପିଲେ, ଗଛ ଆମରି ମିତ, ବନ୍ଧୁ ପରିକା ଆମରି ସେବା କରଇ ଅବିରତ। ଧାଡ଼ିକି ଧାଡ଼ି ଗଛ ଲଗାଇ ମୂଳରେ ଦେଲେ ଜଳ, ଛୋଟ ଗଛଟି ବଡ଼ ହୋଇବ ଦେବ ସେ ଫୁଲ ଫଳ। ଗଛଟି ଥିଲେ ବରଷା ହୁଏ ବଢ଼େ ମାଟିର ମାନ, ଗଛଟି ଥିଲେ ବରଷା ହୁଏ ବଢ଼େ ମାଟିର ମାନ। ଜୀବଜଗତ ବଞ୍ଚିବା ପାଇଁ ଯୋଗାଏ ଅମ୍ଳଜାନ, ସହିଛି କେତେ ଖରା ବରଷା ଦେଇଛି କାଠ ଜାଳ। ସହିଛି କେତେ ଖରା ବରଷା ଦେଇଛି କାଠ ଜାଳ, ରହିବା ପାଇଁ ଘର ଦେଇଛି ପିଇବା ପାଇଁ ଜଳ। ଚେରମୂଳରେ ଭରି ରହିଛି ଔଷଧ ନାନା ଜାତି, ଗଛ ନଥିଲେ ଉଜୁଳି ଯିବ ଆମର ସୁଖ ଶାନ୍ତି। ଗଛଟି ଥିଲେ ପରିବେଶଟି ଦିଶଇ ମନ ଲୋଭା, ଗଛଟି ଥିଲେ ପରିବେଶଟି ଦିଶଇ ମନ ଲୋଭା। ଚଢ଼େଇଙ୍କର କିଚିରିମିଚି ବଢ଼େଇ ଦିଏ ଶୋଭା, ଗଛ ବଞ୍ଚିଲେ ଆମେ ବଞ୍ଚିବା ପାଇବା ଟିକେ ଛାଇ। ଜୀବନ ସାରା ଗଛର ଋଣ ସୁଝି ପାରିବା ନାହିଁ, ଆପଣା ପର ନଥାଏ ତାର କରଇ ଆମ ହିତ। ସେଇ ଗଛକୁ କାଟିବା ପାଇଁ କେମିତି ଯାଏ ହାତ, ସେଇ ଗଛକୁ କାଟିବା ପାଇଁ କେମିତି ଯାଏ ହାତ। ଏଇ ହାତରେ ଜଙ୍ଗଲ ନଷ୍ଟ କରୁଛୁ ଆମେ କେତେ, ଏଇ ହାତରେ ଜଙ୍ଗଲ ନଷ୍ଟ କରୁଛୁ ଆମେ କେତେ। ଯେତିକି ଗଛ କାଟି ଦେଉଛେ ଲଗାଉନାହୁଁ ସେତେ, ଯେତିକି ଗଛ କାଟି ଦେଉଛେ ଲଗାଉନାହୁଁ ସେତେ। ସେଇଥିପାଇଁ ବର୍ଷା ଋତୁରେ ଚାଲିଛି ଗଛ ପର୍ବ,
ସେଇଥିପାଇଁ ବର୍ଷା ଋତୁରେ ଚାଲିଛି ଗଛ ପର୍ବ। ଜୁଲାଇ ମାସ 1ରୁ 7 ଏ ବନ ମହୋତ୍ସବ। ଜୁଲାଇ ମାସ 1ରୁ 7 ଏ ବନ ମହୋତ୍ସବ। ସପ୍ତାହ ଯାକ ସଚେତନତା ଶିବିର ମାନ ହୁଏ। ବନ ବିଭାଗ ପକ୍ଷରୁ କେତେ ପ୍ରାଇଜ ଦିଆଯାଏ। ରାଇଜ ସାରା ଚାଲିଛି ପରାଏ ସୁନ୍ଦର ଅଭିଯାନ। ରାଇଜ ସାରା ଚାଲିଛି ପରାଏ ସୁନ୍ଦର ଅଭିଯାନ। ଟାଙ୍ଗରା ଭୂମି ସବୁଜ ହେବ ହସିବ ଏଇ ବନ। ଟାଙ୍ଗରା ଭୂମି ସବୁଜ ହେବ ହସିବ ଏଇ ବନ। ଡେରି ନ କରି ନିଜ ହାତରେ ବାଣ୍ଟିବା ଗଛ ଚାରା। ତିଆରି ହେବ ନୂଆ ଜଙ୍ଗଲ ହସିବ ଏଇ ଧରା। ତିଆରି ହେବ ନୂଆ ଜଙ୍ଗଲ ହସିବ ଏଇ ଧରା। ହସିବ ଏଇ ଧରା। ହସିବ ଏଇ ଧରା। ପିଲେ, ବନ ମହୋତ୍ସବ ସରିବା ପରେ ଆମ ଓଡ଼ିଶାରେ ଆଉ ଗୋଟିଏ ବଡ଼ ପର୍ବ ପାଳନ ହେବାକୁ ଯାଉଛି। ଆଉ ସେଇ ପର୍ବଟି ହେଲା ରଥଯାତ୍ରା। ଆଗକୁ ରଥଯାତ୍ରା ଆସୁଛି ପରା। ତମେ ସବୁ ପୁରୀ ଯିବ, ରଥରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦେଖି ତାଙ୍କର ଆଶୀଷ ନେବ। ଶୁଣିବା କବିତା ଆସୁଛି ରଥଯାତ୍ରା। କବିତାଟିକୁ ନିଜ ଲେଖାରୁ ପଢ଼ି ଶୁଣେଇଛନ୍ତି ବ୍ରଜବିହାରୀ ସୁବୁଦ୍ଧି। ଆଷାଢ଼ ମାସେ ମେଘ ବରସେ ଆକାଶେ କଳା ବଉଦ ଭାସେ। ଆଷାଢ଼ ମାସେ ମେଘ ବରସେ ଆକାଶେ କଳା ବଉଦ ଭାସେ। ଖରାର ତେଜ ନାହିଁ ପୁରୀରେ ଏବେ ଭାରି ଗହଳି ରଥଯାତ୍ରା ପାଇଁ। ପୁରୀରେ ଏବେ ଭାରି ଗହଳି ରଥଯାତ୍ରା ପାଇଁ। ତିନି ରଥରେ ତିନି ଠାକୁର ବୁଲି ଯାଆନ୍ତି ମାଉସୀ ଘର। ତିନି ରଥରେ ତିନି ଠାକୁର ବୁଲି ଯାଆନ୍ତି ମାଉସୀ ଘର। ବରଷ କରେ ଥରେ ବଡ଼ଦାଣ୍ଡରେ ଲାଗିଛି ରଥ ଶ୍ରୀମନ୍ଦିର ଠାରେ। ବଡ଼ଦାଣ୍ଡରେ ଲାଗିଛି ରଥ ଶ୍ରୀମନ୍ଦିର ଠାରେ। ଶ୍ରୀ ବଳଦେବ ତାଳଧ୍ୱଜରେ ଶ୍ରୀ ଜଗନ୍ନାଥ ନନ୍ଦିଘୋଷରେ ଦର୍ଶନ ଦେଲେ ନିଜେ। ଦେବଦଳନ ରଥରେ ମା ସୁଭଦ୍ରା ହେଲେ ବିଜେ। ବେଶ କରିକି ଟାହିଆ ମାରି ସେବକମାନେ ପହଣ୍ଡି କରି। ବେଶ କରିକି ଟାହିଆ ମାରି ସେବକମାନେ ପହଣ୍ଡି କରି ଚଢ଼େଇ ଦେଲେ ରଥ। ଶୁଭିଲା ଝାଞ୍ଜ ଖୋଳ କୀର୍ତ୍ତନ ଜୟ ଶ୍ରୀ ଜଗନ୍ନାଥ। ଶୁଭିଲା ଝାଞ୍ଜ ଖୋଳ କୀର୍ତ୍ତନ ଜୟ ଶ୍ରୀ ଜଗନ୍ନାଥ। ରଥରେ ଦିଅଁ ଦର୍ଶନ କଲେ କୋଟି ଜନମ ପୁଣ୍ୟ ମିଳେ। ରଥରେ ଦିଅଁ ଦର୍ଶନ କଲେ କୋଟି ଜନମ ପୁଣ୍ୟ ମିଳେ। ପବିତ୍ର ହୁଏ ଆଖି କେତେ ଦୂରରୁ ଭକ୍ତ ଆସନ୍ତି ଚକା ଆଖିକୁ ଦେଖି। କେତେ ଦୂରରୁ ଭକ୍ତ ଆସନ୍ତି ଚକା ଆଖିକୁ ଦେଖି। ହାତରେ ସୁନା ଖଡ଼ିକା ଧରି ଆସନ୍ତି ଝାଡ଼ୁଦାର ଟେପରି। ହାତରେ ସୁନା ଖଡ଼ିକା ଧରି ଆସନ୍ତି ଝାଡ଼ୁଦାର ଟେପରି। ଚଢ଼ିକି ପାଟ ହାତୀ ଛେରା ପହଁରା କରନ୍ତି ନିଜେ ଉତ୍କଳ ଗଜପତି। ଛେରା ପହଁରା କରନ୍ତି ନିଜେ ଉତ୍କଳ ଗଜପତି। ବଡ଼ଦାଣ୍ଡରେ ଗଡ଼ିଲା ରଥ ଦଉଡ଼ି ଧରି ଟାଣିଲେ ଭକ୍ତ। ବଡ଼ଦାଣ୍ଡରେ ଗଡ଼ିଲା ରଥ ଦଉଡ଼ି ଧରି ଟାଣିଲେ ଭକ୍ତ। ବଡ଼ଦାଣ୍ଡରେ ଗଡ଼ିଲା ରଥ ଦଉଡ଼ି ଧରି ଟାଣିଲେ ଭକ୍ତ। ପକେଇ ହରି ବୋଲ ଭକ୍ତ ସହିତ ଭଗବାନଙ୍କ ସମ୍ପର୍କ କେତେ ଭଲ। ଖୁସିରେ ମହାପ୍ରସାଦ ଖାଇ ପୁରୀ ବୁଲିବା ଚାଲ। ପକାଅ ହରି ବୋଲରେ ପିଲେ ପକାଅ ହରି ବୋଲ। ହଉ ପିଲେ, ଠାକୁରଙ୍କ ପାଖରେ ତମମାନଙ୍କର ମଙ୍ଗଳ କାମନା କରି ଆଜିର ଶିଶୁ ସଂସାରକୁ ଏଇଠି ରଖି ଉଠୁଛୁ। ପୁଣି ଅପେକ୍ଷା କରିଥିବ ଆଗାମୀ ରବିବାରକୁ।